ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତର ଲେଖକ ମହେନ୍ଦ୍ରନାଥ ଗୁପ୍ତ ଅର୍ଥାତ୍ ଶ୍ରୀମଙ୍କ ସଂକ୍ଷିପ୍ତ ଜୀବନୀ। ଶ୍ରୀଯୁକ୍ତ ମହେନ୍ଦ୍ରନାଥ ଗୁପ୍ତ ସ୍ୱପ୍ରଣୀତ ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତରେ ଶ୍ରୀମ, ମାଷ୍ଟର, ମଣି, ମୋହିନୀ ମୋହନ ବା ଜଣେ ଭକ୍ତ ଇତ୍ୟାଦି ଛଦ୍ମ ନାମରେ ବା ଅସମ୍ପୂର୍ଣ୍ଣ ପରିଚୟର ଆବରଣରେ ନିଜକୁ ଗୁପ୍ତ ରଖିବାର ଚେଷ୍ଟା କରି ମଧ୍ୟ ସଫଳ ହୋଇନାହାନ୍ତି। କାରଣ ତାଙ୍କର କୀର୍ତ୍ତି ସୌରଭ ସର୍ବତ୍ର ପ୍ରସାରିତ ହୋଇଛି। ଶ୍ରୀରାମକୃଷ୍ଣ ପରମହଂସଦେବଙ୍କୁ ସେ 1882 ଖ୍ରୀଷ୍ଟାବ୍ଦରେ ପ୍ରଥମେ ଦର୍ଶନ କରିଥିଲେ। ଏହି ସମୟରେ ସେ ମେଟ୍ରୋପଲିଟାନ ବିଦ୍ୟାଳୟର ଶ୍ୟାମବଜାର ଶାଖାରେ ପ୍ରଧାନ ଶିକ୍ଷକ ଥିଲେ। ଶ୍ରୀରାମକୃଷ୍ଣ ଭକ୍ତମଣ୍ଡଳୀରେ ସୁପରିଚିତ ରାଖାଲ, ବାବୁରାମ, ସୁବୋଧ, ପୂର୍ଣ୍ଣ, ତେଜଚନ୍ଦ୍ର, ପଲ୍ଟୁ, କ୍ଷୀରୋଦ, ନାରାୟଣ ପ୍ରଭୃତି ବିଭିନ୍ନ ସମୟରେ ଏହି ବିଦ୍ୟାଳୟର ଛାତ୍ର ଥିଲେ। ଏଥିପାଇଁ ସେ ମାଷ୍ଟର ମହାଶୟ ନାମରେ ପରିଚିତ ଥିଲେ। ଏପରିକି ଠାକୁରେ ବେଳେବେଳେ ତାଙ୍କୁ ମାଷ୍ଟର, ମହେନ୍ଦ୍ର ମାଷ୍ଟର ବୋଲି ସମ୍ବୋଧନ କରୁଥିଲେ। ଠାକୁରଙ୍କର ଅନେକ ଅନ୍ତରଙ୍ଗ ସନ୍ନ୍ୟାସୀ ଓ ଗୃହୀ ସନ୍ତାନଗଣଙ୍କୁ ମାଷ୍ଟର ମହାଶୟ ହିଁ ପ୍ରଥମେ ଠାକୁରଙ୍କ ନିକଟରେ ଉପସ୍ଥିତ କରାଇଥିଲେ। ଏହା ଲକ୍ଷ୍ୟ କରି ଶ୍ରୀ ଗିରୀଶ ଘୋଷ କହିଥିଲେ, ମାଷ୍ଟର ହିଁ ଦେଖୁଛି ସବୁ ଗୋପନରେ ଶେଷ କଲେ। କଥାମୃତର ଆରମ୍ଭରେ ଶ୍ରୀମଦ୍ ଭାଗବତର ଏହି ଶ୍ଲୋକଟି ଉଦ୍ଧୃତ ହୋଇଛି। ତବ କଥାମୃତଂ ତପ୍ତ ଜୀବନଂ କବିଭ୍ରୀଡ଼ିତଂ କଲ୍ମଷାପହଂ ଶ୍ରବଣମଙ୍ଗଲଂ ଶ୍ରୀମଦାତତଂ ଭୁବି ଗୁଣନ୍ତି ଏ ଭୁରିଦା ଜନାଃ। ଶ୍ରୀରାମକୃଷ୍ଣଙ୍କର କଥାମୃତ ପ୍ରଚାର ପୂର୍ବକ ମାଷ୍ଟର ମହାଶୟ ଶତ ସହସ୍ର ଲୋକମାନଙ୍କର ଗୃହରେ ଅମୃତଧାରା ପ୍ରବାହିତ କରି ସର୍ବୋତ୍ତମ ଫଳଦାନର ଅଧିକାରୀ ହୋଇଛନ୍ତି। ଏହି ଗ୍ରନ୍ଥରେ ଭାଷାର ସହଜ ସାବଲୀଳ ଗତି, ଭାବ ଗାମ୍ଭୀର୍ଯ୍ୟ, ଅଳ୍ପ କଥାରେ ସଜୀବ ଚିତ୍ରାଙ୍କନ, ସାର୍ବଜନୀନ ସହାନୁଭୂତି, ଅସୀମ ଉଦାରତା ଓ ଅବାଧ ଅନ୍ତର୍ଦୃଷ୍ଟିର ସୁନିର୍ମଳ ଦର୍ପଣ ରୂପେ ଜଗତର ସର୍ବଶ୍ରେଷ୍ଠ ସାହିତ୍ୟ ମଧ୍ୟରେ ଅଧିକାରପୂର୍ବକ ଗ୍ରନ୍ଥକାରଙ୍କୁ ଅମର କରିଛନ୍ତି। ବଙ୍ଗାବ୍ଦ 1261 ସାଲ ଆଷାଢ଼ 31 ଦିନ ଶୁକ୍ରବାର 1854 ଖ୍ରୀଷ୍ଟାବ୍ଦ ଜୁଲାଇ 14 ତାରିଖ ନାଗପଞ୍ଚମୀ ଦିନ ମହେନ୍ଦ୍ରନାଥ କଲିକତାର ଶିମୁଳିଆପଲ୍ଲୀସ୍ଥ ଶିବନାରାୟଣ ଦାସ ଲେନ୍ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ମଧୁସୂଦନ ଗୁପ୍ତ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ। ମଧୁସୂଦନ କଲିକତା ହାଇକୋର୍ଟରେ ଜଣେ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। ମହେନ୍ଦ୍ରନାଥ ମଧୁସୂଦନଙ୍କ ତୃତୀୟ ପୁତ୍ର ଥିଲେ। ପିତା ମଧୁସୂଦନ ଓ ମାତା ସ୍ୱର୍ଣ୍ଣମୟୀ ସେମାନଙ୍କର ସରଳତା, ମଧୁର ବ୍ୟବହାର ଓ ଧର୍ମନିଷ୍ଠା ପାଇଁ ସୁପରିଚିତ ଥିଲେ। ମାତାଙ୍କ ସ୍ନେହ ଓ ସଦ୍ଗୁଣ ରାଶି ମହେନ୍ଦ୍ରଙ୍କୁ ମାତୃଭକ୍ତରେ ପରିଣତ କରିଥିଲା। ମହେନ୍ଦ୍ରନାଥ 5 ବର୍ଷ ବୟସରେ ଜନନୀଙ୍କ ସହିତ ମାହେଶକୁ ରଥ ଦେଖିବାକୁ ଯାଇଥିଲେ। ଫେରିବା ସମୟରେ ସେମାନଙ୍କର ନୌକା ଦକ୍ଷିଣେଶ୍ୱର ଘାଟରେ ଲାଗିଲା। ଯେତେବେଳେ ସମସ୍ତେ ମନ୍ଦିରରେ ଦେବଦେବୀ ଦେଖିବାରେ ବ୍ୟସ୍ତ, ସେତେବେଳେ ସେ ଶ୍ରୀ ଶ୍ରୀ ଭବତାରିଣୀ ମନ୍ଦିର ସମ୍ମୁଖସ୍ଥ ନାଟ ମନ୍ଦିରରେ ଏକାକୀ ହୋଇପଡ଼ିବାରୁ ମାଙ୍କୁ ନ ଦେଖି କ୍ରନ୍ଦନ କରିବାକୁ ଲାଗିଲେ। ଏହି ସମୟରେ ତାଙ୍କୁ କ୍ରନ୍ଦନରତ ଦେଖି ଶ୍ରୀମନ୍ଦିରରୁ ବାହାରି ଜଣେ ସୌମ୍ୟମୂର୍ତ୍ତି ବ୍ରାହ୍ମଣ ତାଙ୍କ ମସ୍ତକରେ ହସ୍ତସ୍ଥାପନ ପୂର୍ବକ ସାନ୍ତ୍ୱନା ଦେଲେ ଏବଂ ବାଳକ ଶାନ୍ତ ହୋଇ ନିର୍ନିମିଷ ନୟନରେ ତାଙ୍କୁ ଦେଖିବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ମାଷ୍ଟର ମହାଶୟ କହୁଥିଲେ, ସେହି ସୌମ୍ୟମୂର୍ତ୍ତି ବ୍ରାହ୍ମଣ ହେଉଛନ୍ତି ସ୍ୱୟଂ ଶ୍ରୀରାମକୃଷ୍ଣ। ମହେନ୍ଦ୍ରନାଥ ବାଲ୍ୟକାଳରେ ହେୟାର ସ୍କୁଲରେ ଅଧ୍ୟୟନ କରୁଥିଲେ। ସେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ ଏବଂ ପରୀକ୍ଷାରେ ସବୁବେଳେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରୁଥିଲେ। ସ୍କୁଲକୁ ଯାତାୟାତ ବାଟରେ ସେ ଠଣଠଣିଆର ଶୀତଳା ଦେବୀଙ୍କୁ ନିୟମିତ ପ୍ରଣାମ କରୁଥିଲେ। ଦୁର୍ଗା ପୂଜା ସମୟରେ ସେ ଦୀର୍ଘ ସମୟ ଭକ୍ତିଭରା ହୃଦୟରେ ମାଙ୍କ ପ୍ରତିମା ସମ୍ମୁଖରେ ଉପବିଷ୍ଟ ରହୁଥିଲେ। ଏଣ୍ଟ୍ରାନ୍ସ, FA, BA ପରୀକ୍ଷା ପ୍ରତ୍ୟେକଟିରେ ସେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଉଥିଲେ। 1874 ଖ୍ରୀଷ୍ଟାବ୍ଦରେ BA ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟ ଓ କଲେଜରେ ଅଧ୍ୟୟନ କରୁଥିବା ସମୟରେ ସେ ରାମାୟଣ, ମହାଭାରତ, ପୁରାଣ, ଶ୍ରୀ ଚୈତନ୍ୟ ଚରିତାମୃତ ଆଦି ଧର୍ମଗ୍ରନ୍ଥ ପଢ଼ିଥିଲେ। ସଂସ୍କୃତ, ପୁରାଣ ଓ କାବ୍ୟଶାସ୍ତ୍ର ଆଦିରେ ମଧ୍ୟ ତାଙ୍କର ବିଶେଷ ଅଧିକାର ଥିଲା। କୁମାର ସମ୍ଭବ, ଶକୁନ୍ତଳା, ଭଟ୍ଟିକାବ୍ୟ, ଉତ୍ତର ରାମଚରିତ ଆଦିର ଶ୍ଲୋକ
ଶ୍ରୀମଙ୍କର ମୁଖସ୍ଥ ଥିଲା। ଜୈନ ଓ ବୌଦ୍ଧ ଦର୍ଶନ ମଧ୍ୟ ସେ ଅଧ୍ୟୟନ କରିଥିଲେ। ବାଇବେଲ ବିଶେଷତଃ ନ୍ୟୁ ଟେଷ୍ଟାମେଣ୍ଟ ଅଂଶଟି ଅତି ଉତ୍ତମ ଭାବରେ ସେ ଅଧ୍ୟୟନ କରିଥିଲେ। ଏହି 1874 ଖ୍ରୀଷ୍ଟାବ୍ଦରେ ସେ କେଶବ ସେନଙ୍କର ସମ୍ପର୍କୀୟା ଭଉଣୀ ନିକୁଞ୍ଜ ଦେବୀଙ୍କୁ ବିବାହ କରିଥିଲେ। ନିକୁଞ୍ଜ ଦେବୀଙ୍କୁ ଠାକୁର ଶ୍ରୀରାମକୃଷ୍ଣ ଓ ଶ୍ରୀ ଶ୍ରୀ ମା ଶାରଦା ଦେବୀ ଅତ୍ୟନ୍ତ ସ୍ନେହ କରୁଥିଲେ। ଅଧ୍ୟାପନା କାର୍ଯ୍ୟରେ ବ୍ରତୀ ହେବା ପୂର୍ବରୁ ମହେନ୍ଦ୍ରନାଥ କିଛି ଦିନ ସୌଦାଗରୀ ଅଫିସରେ ଅଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ଠାକୁର ତାଙ୍କ ଜୀବନଧାରା ଅନ୍ୟ ପ୍ରକାର ନିର୍ଦ୍ଦିଷ୍ଟ କରି ରଖିଥିଲେ। ସେ ଅଧ୍ୟାପନା କାର୍ଯ୍ୟରେ ପ୍ରବେଶ କଲେ। ସେ ନାରେଲ ହାଇସ୍କୁଲ, ସିଟି ସ୍କୁଲ, ରିପନ କଲେଜ ସ୍କୁଲ, ମେଟ୍ରୋପଲିଟନ ସ୍କୁଲ, ଆର୍ଯ୍ୟ ସ୍କୁଲ, ଓରିଏଣ୍ଟାଲ ସେମିନାରୀ ଏବଂ ମଡେଲ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ସିଟି ଓ ରିପନ କଲେଜରେ ସେ ଅଧ୍ୟାପକ ଭାବରେ ଇଂରାଜୀ, ଦର୍ଶନ, ଇତିହାସ ଏବଂ ଅର୍ଥନୀତି ଆଦି ବିଷୟରେ ଶିକ୍ଷାଦାନ କରିଥିଲେ। ଶେଷରେ ସେ ମଟନ ସ୍କୁଲରେ କାର୍ଯ୍ୟ କରିଥିଲେ। ସେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଓ ସୁରେନ୍ଦ୍ରନାଥ ବାନାର୍ଜୀ ପରି ଖ୍ୟାତନାମା ମନୀଷୀମାନଙ୍କ ସହିତ କାର୍ଯ୍ୟ କରିଥିଲେ। ସମୟ ସମୟରେ ଏକାଧିକ ଶିକ୍ଷାନୁଷ୍ଠାନରେ ତାଙ୍କୁ କାର୍ଯ୍ୟ କରିବାକୁ ହେଉଥିଲା। ଛାତ୍ରମାନେ ତାଙ୍କର ଗାମ୍ଭୀର୍ଯ୍ୟ, ଧର୍ମଭାବ ଓ ସହଜ ଅଧ୍ୟାପନା ପ୍ରଣାଳୀରେ ବିଶେଷ ଆକୃଷ୍ଟ ହେଉଥିଲେ। ଅଧ୍ୟାପନାରେ ସେ ଯଶସ୍ୱୀ ହୋଇଥିଲେ। ଶ୍ରୀମ କେଶବଚନ୍ଦ୍ର ସେନଙ୍କ ବକ୍ତୃତାରେ ଆକୃଷ୍ଟ ହୋଇ ସମାଜ ମନ୍ଦିର ଏବଂ କମଳ କୁଟୀରକୁ ଯାଉଥିଲେ। ଶ୍ରୀରାମକୃଷ୍ଣଙ୍କ ଦର୍ଶନ ଲାଭ କରିବା ପରେ ସେ କେଶବଙ୍କ ଆକର୍ଷଣ ଶକ୍ତିର କାରଣ ଦର୍ଶାଇ କହିଥିଲେ, ଓଃ, କେଶବ ସେନଙ୍କ ବକ୍ତୃତା ଯେ ଏତେ ଭଲ ଲାଗୁଥିଲା ଓ ସେ ଯେ ଦେବତା ବୋଲି ମନେ ହେଉଥିଲେ। ତା'ର କାରଣ ସେତେବେଳେ ସେ ବନ୍ଧୁବାନ୍ଧବମାନଙ୍କ ସହ ଠାକୁରଙ୍କ ପାଖକୁ ଯାତାୟାତ କରୁଥିଲେ ଏବଂ ଠାକୁରଙ୍କର ଅମୃତମୟ ଉପଦେଶାବଳୀ ଠାକୁରଙ୍କର ନାମ ଉଲ୍ଲେଖ ନ କରି ପ୍ରଚାର କରୁଥିଲେ। ଶ୍ରୀରାମକୃଷ୍ଣଙ୍କ ପରିଚୟ ସେ ପ୍ରଥମେ ନିଜର ଆତ୍ମୀୟ ଓ ବ୍ରାହ୍ମ ସମାଜରେ ସୁପରିଚିତ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ଗୁପ୍ତଙ୍କ ନିକଟରୁ 1881 ଖ୍ରୀଷ୍ଟାବ୍ଦରେ ପାଇଥିଲେ। ଇତିମଧ୍ୟରେ ପରିବାରରେ ଅପ୍ରତ୍ୟାଶିତ ଭାବରେ ଅଶାନ୍ତି ସୃଷ୍ଟି ହେବାରୁ ସାଂସାରିକ ଘାତ ପ୍ରତିଘାତରୁ ନିଷ୍କୃତି ପାଇବା ପାଇଁ ମହେନ୍ଦ୍ରନାଥ ବରାହନଗର ନିବାସୀ ନିଜର ଭଗ୍ନିପତି ଶ୍ରୀଯୁକ୍ତ ଈଶାନ ଚନ୍ଦ୍ର କବିରାଜଙ୍କ ଗୃହରେ 1882 ଖ୍ରୀଷ୍ଟାବ୍ଦ ଫେବୃଆରୀ ମାସରେ ଆଶ୍ରୟ ନେଇଥିଲେ। ଏଠାରେ ଅବସ୍ଥାନ କରିବା ସମୟରେ ନିଜ ପୁତୁରା ସିଦ୍ଧେଶ୍ୱର ମଜୁମଦାରଙ୍କ ସହ ଦକ୍ଷିଣେଶ୍ୱରର କାଳୀ ମନ୍ଦିରକୁ ଯାଇଥିଲେ ଏବଂ ସନ୍ଧ୍ୟା ସମୟରେ କାଳୀ ମନ୍ଦିରର ପବିତ୍ର ପରିବେଶରେ ଭଗବାନ ଶ୍ରୀରାମକୃଷ୍ଣ ପରମହଂସଦେବଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ। ଶ୍ରୀରାମକୃଷ୍ଣଙ୍କ କଥାମୃତ ଶୁଣୁ ଶୁଣୁ ତାଙ୍କର ବୋଧ ହେଲା ଯେ ସେ ଯେପରି ଭାଗବତ କହୁଥିବା ଭଗବାନ ସୁକଦେବ ଅବା ଶ୍ରୀଜଗନ୍ନାଥ କ୍ଷେତ୍ରରେ ଭକ୍ତ ସଙ୍ଗେ ସଂକୀର୍ତ୍ତନ କରୁଥିବା ଶ୍ରୀ ଗୌରାଙ୍ଗ। ଶ୍ରୀମ ବିଦାୟ ନେବା ସମୟରେ ଠାକୁର ତାଙ୍କୁ ପୁଣି ଆସ ବୋଲି କହିଥିଲେ। ଦ୍ୱିତୀୟ ଦର୍ଶନରେ ଠାକୁର ଶ୍ରୀମଙ୍କୁ କହିଲେ, ଦେଖ, ତୁମର ଲକ୍ଷଣ ଭଲ ଥିଲା, ମୁଁ କପାଳ ଓ ଚକ୍ଷୁ ଦେଖିଲେ ବୁଝିପାରେ। ଶ୍ରୀରାମକୃଷ୍ଣ ଶ୍ରୀମଙ୍କୁ ବୁଝାଇ ଦେଲେ ଯେ ଈଶ୍ୱରଙ୍କୁ ଜାଣିବା ହେଉଛି ଜ୍ଞାନ ଏବଂ ଈଶ୍ୱରଙ୍କୁ ନ ଜାଣିବା ଅଜ୍ଞାନ। ପୁଣି କହିଲେ ଯେ ନିରାକାରରେ ବିଶ୍ୱାସ କରିବା ଭଲ, କିନ୍ତୁ ସାକାର ମଧ୍ୟ ସତ୍ୟ ଏବଂ ମନ୍ଦିରରେ ଦେବୀ ମୃଣ୍ମୟୀ ନୁହନ୍ତି, ଚିନ୍ମୟୀ। ଶ୍ରୀମ ବୁଝିପାରିଲେ ଯେ ଈଶ୍ୱର ସାକ୍ଷାତକାର ହିଁ ଧର୍ମ। କ୍ରମେ ଶ୍ରୀରାମକୃଷ୍ଣଙ୍କ ପ୍ରତି ଶ୍ରୀମଙ୍କର ଆକର୍ଷଣ ବୃଦ୍ଧି ପାଇବାକୁ ଲାଗିଲା। ସେ ରବିବାର ତଥା ଅନ୍ୟ ଛୁଟି ଦିନମାନଙ୍କରେ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କ ପବିତ୍ର ସଙ୍ଗ ଲାଭ କରୁଥିଲେ ଏବଂ ବେଳେବେଳେ କିଛି ଦିନ ବାସ କରି ସାଧନ ଭଜନରେ ସମୟ ଅତିବାହିତ କରୁଥିଲେ। ଦିନେ ଶ୍ରୀରାମକୃଷ୍ଣ ତାଙ୍କୁ କହିଲେ, ତୁମର ଏଠା ପ୍ରତି ଅର୍ଥାତ୍ ଶ୍ରୀରାମକୃଷ୍ଣଙ୍କ ପ୍ରତି ଏତେ ଆକର୍ଷଣ କାହିଁକି? କଲିକତାରେ ବହୁତ ଲୋକ ବାସ କରନ୍ତି, ସେମାନଙ୍କର ମୋ ପ୍ରତି ଆକର୍ଷଣ ନାହିଁ, କିନ୍ତୁ ତୁମର ଅଛି କାହିଁକି? ଜନ୍ମାନ୍ତରର ସଂସ୍କାର। ଥରେ କହିଥିଲେ, ଦେଖ, ତୁମର ଘର, ତୁମେ କିଏ, ତୁମର ଅନ୍ତର ବାହାର, ତୁମର ଅତୀତ, ତୁମର ଭବିଷ୍ୟତ, ଏସବୁ ମୁଁ ଜାଣେ। ଅନ୍ୟ ପ୍ରସଙ୍ଗରେ କହିଥିଲେ, ଏହି ଚକ୍ଷୁରେ ଶ୍ରୀ ଚୈତନ୍ୟଙ୍କ ସାଙ୍ଗପାଙ୍ଗ ସମସ୍ତଙ୍କୁ ଦେଖିଥିଲି, ସେମାନଙ୍କ ଭିତରେ ତୁମକୁ ମଧ୍ୟ ଦେଖିଥିଲି। ଶ୍ରୀମଙ୍କୁ ଠାକୁରେ କହିଥିଲେ, ତୁମର ଚୈତନ୍ୟ ଭାଗବତ ପଢ଼ା ଶୁଣି ତୁମକୁ ଚିହ୍ନିଛି, ତୁମେ ନିଜ ଲୋକ, ଗୋଟିଏ ସତ୍ତା, ଯେପରି ପିତା ଓ ପୁତ୍ର।
एहीपरि संस्कार संपन्न उच्च अधिकारी श्रीमंकु ठाकुर उपदेश और साधन साहाय्य ऊर्ध्वरु ऊर्ध्वतर आध्यात्मिक अनुभूतिर स्वाद देले। त्रिकालज्ञ ठाकुर श्रीमंकु सद्गृहस्थ हेबापई उपदेश देइथिले एवं तांक मनरे सन्यासी हेबार आग्रह जन्मिथिबा समय गृहस्थ आश्रमर भल दिग प्रति दृष्टि आकर्षण करी निवृत्त करथिले। ठाकुर तांकु सांत्वना देई कहिथिले मनरे त्याग हेले त्यागी हेब। पुणी कहिथिले माँ मते कहिछि तुमको माँकर कार्य करिबाकु हेब, तुमको जगतरे भागवत शुणाइबाकु हेब। माँ भागवतर पंडितों को गोटे पास देई संसार रखती, नचेत भागवत किए शुणाइब। श्री केशवगुप्त लिखिछन्ति साहित्य जसर लभ दमन श्री श्री रामकृष्ण कथामृतर सार्थकता। रातिर फूल भली निजको लुचाई रखी सुबास वितरण करवा ही एही धर्मग्रंथर प्रगाढ़ सौंदर्य। श्रीरामकृष्ण जे तांको परीक्षा करुथिले ताहा मध्य कथामृतरे मिले। श्रीम श्री श्री ठाकुरंकर अमृत उपम बाणीर दैनंदिन विवरण वर्ष तारीख बार तिथि समेत डायरी रे लिपिबद्ध करथिले। एहाको भित्ति करी श्री श्री रामकृष्ण कथामृतर उत्पत्ति। अवतार पुरुषंकर एपरी जीवन चरित पृथ्वीर धर्म इतिहास रे विरल। 13 वर्ष बयसरु श्रीमंकर डायरी लिखिबा अभ्यास थिला। एही गुण सहित श्रीम अद्भुत स्मृति शक्ति, असाधारण कल्पना शक्ति और विस्मयकर वर्णना शक्तिर अधिकारी थिले। दीर्घ 50 वर्षर व्यवधान पर मध्य से श्रीरामकृष्ण जीवनर दृश्यावली स्पष्ट भाव में देखिपारुथिले। एतद्व्यतीत सर्वदा निजको साधुसंग देवार एक महत् वासना तांकु दक्षिणेश्वर, श्यामपुकुर और काशीपुर तथा अन्यान्य स्थान मानंकरे श्रीरामकृष्ण पवित्र सानिध्य निजर अभिज्ञता समूह को लेखारे रूप देवाई प्रेरणा देइथिला। निजर अध्यापना तांकु रविवार और अन्यान्य छुट्टी दिन व्यतीत अन्य दिन मानंकरे श्रीरामकृष्ण सानिध्यरु वंचित करुथिला। तेणु एही डायरी उपरे से अन्य दिन मानंकरे साधुसंग पाई निर्भर करुथिले। एकदा भगवान व्यासदेवंकर मन अशांत होइथिला। एही समय मनर शांति लाभ पाई देवर्षि नारद तांकु श्रीकृष्ण चरित तांकर ज्ञान भक्ति संपर्कीय उपदेशावली रचना करने उपदेश देइथिले। फलत भागवत रूपक अमूल्य रत्न जगत को प्राप्त होइथिला। सेहीपरि आधुनिक व्यास श्रीमंक मानसिक अशांति जगत श्रीरामकृष्ण कथामृत रूपक अमूल्य रत्न लाभ करिछि। कथामृतरे श्रीरामकृष्ण कहउछन्ति माँ मु आउ कहि पारु नाही, राम महेंद्र विजय प्रभृति को शक्ति दियो, एमाने एतिकी बेलू तुम कार्य करंतु। माँ मास्टर को कलाए शक्ति देलु कहीं? अच्छा बुझी, सेतिकिरे तोर कार्य हेब। श्रीरामकृष्ण उभय गृहस्थ सन्यासींकर आदर्श थिले। गृहस्थ जीवन में मध्य किपरि साधुत्वर श्रेष्ठ अवस्था लाभ संभव यार ज्वलंत उदाहरण होउछन्ति श्रीम। से 2टी पुत्र और 2टी कन्यांकर जनक थिले। जड़े गृहस्थ भाव में तांको परिवार दायित्व वहन करने को हेउथिले मध्य जड़े आदर्श भक्त भाव में से सर्वदा निज आदर्श को प्राधान्य देउथिले। पंडित ईश्वरचंद्र विद्यासागर द्वारा परिचालित श्यामपुकुर स्कूल रे श्रीम प्रधान शिक्षक भाव में कार्य करुथिले। थरे उक्त स्कूल परीक्षा फल भल न हेबारु विद्यासागर महाशय समालोचना करी कहिथिले मास्टर परमहंस को नहीं व्यस्त, स्कूल भलमंद विषय लक्ष्य देवाकू तार समय नाही। एही समालोचना गुरुंक नाम उल्लेख थिबारु से भविष्यत कौनसी चिंता न करी तत्क्षणात् प्रधान शिक्षक पदरु इस्तीफा देले। फल तांको आर्थिक संकटर सम्मुखीन होगाक पड़ा। 15 दिन पर दिने निज घर बारंडारे पदचारणा करू करू भावुछंती परदिन किपरि पिलामानंक पई खाद्यर बंदोबस्त करिवे। एही समय जड़े व्यक्ति तांको गोटे चिठी देले। उक्त चिठीटी तांको बंधु सुरेंद्रनाथ बानार्जी लिखिथिले। रिपन कॉलेज अध्यापक भाव में जोग देवाई श्रीमंकर मतामत जानिबाकू चाहिथिले। परे ठाकुरे यह शुणी कहिथिले भल करिछ, माँ चलाई नेबे। एहीपरि निजर आदर्श को अनुसरण करने को जाई से 3-4 थर निज कार्यरू इस्तीफा देइथिले मध्य तांग परिवारर विशेष असुविधा होई नथिला। 1884 ख्रीष्टाब्द जानुआरी मासरे
ଠାକୁରେ ତାଙ୍କୁ କହିଥିଲେ, ବର୍ତ୍ତମାନ ଯାଇ ଘରେ ରହ। ସେମାନେ ଜାଣନ୍ତୁ ଯେପରି ତୁମେ ସେମାନଙ୍କର ଆପଣାର, ଆଉ ଭିତରେ ଜାଣିବ ତୁମେ ସେମାନଙ୍କର ଆପଣାର ନୁହଁ, ସେମାନେ ମଧ୍ୟ ତୁମର ଆପଣାର ନୁହନ୍ତି। ସାରା ଜୀବନ ଧରି ଏହି ଆଦର୍ଶ, ଏହି ଗାରସ୍ଥ୍ୟ ସନ୍ନ୍ୟାସ ମନ୍ତ୍ର ମହେନ୍ଦ୍ରନାଥ ସାଧନ କରିଥିଲେ। ଶ୍ରୀରାମକୃଷ୍ଣ ମହାସମାଧି ପୂର୍ବରୁ ଓ ପରେ ଶ୍ରୀମ ନିଜ ସାଧନାର ଅଙ୍ଗ ସ୍ୱରୂପ ତୀର୍ଥାଟନ କରିଥିଲେ। କାମାରପୁକୁରରେ ଶ୍ରୀରାମକୃଷ୍ଣଙ୍କ କୃପାରୁ ସେ ଦେଖିଲେ ଯେ ସମ୍ପୂର୍ଣ୍ଣ କାମାରପୁକୁର ଦିବ୍ୟାଲୋକ ସ୍ନାତ ଏକ ପବିତ୍ର ତୀର୍ଥକ୍ଷେତ୍ର। ମନୁଷ୍ୟ, ପଶୁପକ୍ଷୀ, ଏପରିକି ତରୁଲତା ମଧ୍ୟ ଯେପରି ମହାଜ୍ୟୋତିରୁ ପ୍ରସ୍ତୁତ। ଦକ୍ଷିଣେଶ୍ୱରରେ ମଧ୍ୟ ତାଙ୍କର ଅନୁରୂପ ଅନୁଭୂତି ହୋଇଥିଲା। ଠାକୁରଙ୍କ ନିର୍ଦ୍ଦେଶରେ ସେ ଶ୍ରୀକ୍ଷେତ୍ରକୁ ଯାଇଥିଲେ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସେ ଭାବାବେଶରେ ନିୟମର ଊର୍ଦ୍ଧ୍ୱକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଆଲିଙ୍ଗନ କରିଥିଲେ। ସେ ବରାହନଗର ମଠକୁ ମଝିରେ ମଝିରେ ଯାଇ ଶ୍ରୀରାମକୃଷ୍ଣଙ୍କ ତ୍ୟାଗୀ ସନ୍ନ୍ୟାସୀ ଶିଷ୍ୟମାନଙ୍କ ସହ ବାସ କରି କଠୋର ସାଧନା କରୁଥିଲେ। ବରାହନଗର ମଠ ପରିଚାଳନାରେ ଶ୍ରୀମ ନିୟମିତ ଆର୍ଥିକ ସାହାଯ୍ୟ କରୁଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ପରିବାରରେ ଆର୍ଥିକ ସଙ୍କଟ ସମୟରେ ଶ୍ରୀମଙ୍କର ଆର୍ଥିକ ସାହାଯ୍ୟ ବିଶେଷ ଉଲ୍ଲେଖଯୋଗ୍ୟ। 1889 ଖ୍ରୀଷ୍ଟାବ୍ଦରୁ ନିୟମିତ ପ୍ରତି ମାସରେ ଶ୍ରୀମ ଶ୍ରୀ ଶ୍ରୀ ମା ଶାରଦା ଦେବୀଙ୍କ ସେବା ପାଇଁ ଟଙ୍କା ପଠାଉଥିଲେ। 1890ରୁ 1893 ଖ୍ରୀଷ୍ଟାବ୍ଦ ମଧ୍ୟରେ ଶ୍ରୀମ ଡାଏରୀଗୁଡ଼ିକ ମଧ୍ୟରେ ବୁଡ଼ି ରହି ଦିବାରାତ୍ର ଶ୍ରୀ ଶ୍ରୀ ଠାକୁରଙ୍କ ଚିନ୍ତା ଏବଂ ଶ୍ରୀ ଶ୍ରୀ ମାଙ୍କୁ ଅବଲମ୍ବନ କରି କଟାଇ ଦେଉଥିଲେ। ମନରେ ଦ୍ୱନ୍ଦ୍ୱ ଆସୁଥିବା ସମୟରେ ଶ୍ରୀ ଶ୍ରୀ ମାଙ୍କ ଶରଣାପନ୍ନ ହେଉଥିଲେ। ଶ୍ରୀ ଶ୍ରୀ ମାଙ୍କୁ ମଧ୍ୟ ସମୟ ସମୟରେ ନିଜ ଘରକୁ ଆମନ୍ତ୍ରଣ କରି ଭକ୍ତି ସହକାରେ ସେବା କରୁଥିଲେ। ଶ୍ରୀମଙ୍କ ଠାକୁର ଘରେ ଶ୍ରୀରାମକୃଷ୍ଣଙ୍କ ବ୍ୟବହୃତ ଜପମାଳା, ଶ୍ରୀମଙ୍କୁ ଠାକୁରଙ୍କ ପ୍ରଦତ୍ତ ଛବି, ଜାମା, ଗ୍ଲାସ୍, ମଲେସ୍କିନ୍ର ଚାଦର, ପାଦୁକା, ଶ୍ରୀ ଶ୍ରୀ ମାଙ୍କର ସିନ୍ଦୁର ଡବା, ପଦଚିହ୍ନ, ମସ୍ତକର କେଶ ଓ ହାତ ଏବଂ ପାଦର ନଖ ଯତ୍ନ ସହକାରେ ସୁରକ୍ଷିତ ଅଛି। ଦିନେ ଶ୍ରୀ ଶ୍ରୀ ମାଙ୍କ ଆଦେଶରେ ଶ୍ରୀମ ତାଙ୍କୁ କଥାମୃତ ଶୁଣାଇଥିଲେ। ଏହା ଶୁଣି ଶ୍ରୀ ଶ୍ରୀ ମା ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ଏବଂ ଶ୍ରୀମଙ୍କୁ ଆଶୀର୍ବାଦ କରି କହିଲେ, ତୁମ ମୁହଁରୁ ଏହିସବୁ କଥା ଶୁଣି ମୋର ବୋଧ ହେଲା ଯେ ସେ ନିଜେ କହୁଛନ୍ତି ଏବଂ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଅନୁମତି ଓ ଆଶୀର୍ବାଦ ଦେଲେ। ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ଶ୍ରୀମ କଥିତ ନାମ ଧାରଣ କରି ତତ୍ତ୍ୱମଞ୍ଜରୀ, ବଙ୍ଗଦର୍ଶନ, ଉଦ୍ବୋଧନ, ହିନ୍ଦୁ ପତ୍ରିକା ପ୍ରଭୃତି ତତ୍କାଳୀନ ପ୍ରଚାରିତ ମାସିକ ପତ୍ରିକାରେ ପ୍ରକାଶିତ ହେବାକୁ ଲାଗିଲା। ପରେ ଏହିସବୁ ଏକତ୍ରୀଭୂତ କରି ସ୍ୱାମୀ ତ୍ରିଗୁଣାତୀତାନନ୍ଦ କର୍ତ୍ତୃକ ଉଦ୍ବୋଧନ ପ୍ରେସ୍ରୁ 1902 ମସିହାରେ ପ୍ରଥମ ଭାଗ ପ୍ରସାରିତ ହୁଏ। ପରେ ଦ୍ୱିତୀୟ ଭାଗ 1904, ତୃତୀୟ ଭାଗ 1908, ଚତୁର୍ଥ ଭାଗ 1910 ଏବଂ ପଞ୍ଚମ ଭାଗ 1932 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୁଏ। ଭାରତୀୟ ଓ ବିଦେଶୀ ଅନେକ ପ୍ରକାରର ଭାଷାରେ ଏହି ପୁସ୍ତକର ଅନୁବାଦ ହୋଇଛି। ମନୀଷୀ ରମାରଲା କଥାମୃତ ପାଠ କରି ଲେଖିଥିଲେ, ଦି ଏକ୍ଜାକ୍ଟିଚ୍ୟୁଡ୍ ଇଜ୍ ଅଲମୋଷ୍ଟ ଷ୍ଟେନୋଗ୍ରାଫିକ୍। ଶ୍ରୀ ଶ୍ରୀ କଥାମୃତ ପ୍ରକାଶ ପରେ ରାମକୃଷ୍ଣ ମଠ ଓ ଶ୍ରୀ ଶ୍ରୀ ମାଙ୍କ ଗୃହକୁ ନୂଆ ନୂଆ ଭକ୍ତମାନଙ୍କର ସମାଗମ ହେବାକୁ ଲାଗିଲା। ଶ୍ରୀ ଶ୍ରୀ କଥାମୃତ ପାଠ ପରେ ପ୍ରେରଣା ଲାଭ କରି କେତେଜଣ ସନ୍ନ୍ୟାସୀ ହେବାକୁ ରାମକୃଷ୍ଣ ମଠରେ ଯୋଗ ଦେଲେ। ଶୋକ ତାପ ସଂସାରରେ ଶାନ୍ତିର ମନ୍ଦାକିନୀ ଧାରା ପ୍ରବାହିତ ହେଲା। ସ୍ୱାମୀ ପ୍ରେମାନନ୍ଦ ଲେଖିଲେ, କଥାମୃତ ପାଠରେ ହଜାର ହଜାର ଲୋକ ପ୍ରାଣ ପାଉଛନ୍ତି, ସହସ୍ର ସହସ୍ର ଭକ୍ତ ଆନନ୍ଦ ଉପଲବ୍ଧି କରୁଛନ୍ତି। କଥାମୃତ ପାଠ ପରେ ଅନେକ ଜାଣିଲେ ଯେ ଶ୍ରୀରାମକୃଷ୍ଣ ଲୋକପାବନ ରୂପରେ ଆବିର୍ଭୂତ ହୋଇଥିଲେ। ତାଙ୍କର ଚରଣରେ ପ୍ରାଣ ସମର୍ପଣ କଲେ ଜୀବର ଶାନ୍ତି ଆସିବ ଓ ଜୀବ ନିର୍ଭୟ ହେବ। 1955 ଖ୍ରୀଷ୍ଟାବ୍ଦରେ ଶ୍ରୀମଙ୍କର ଜନ୍ମ ଉତ୍ସବ ଉପଲକ୍ଷେ ସଭାପତିଙ୍କ ଭାଷଣରେ ହେମେନ୍ଦ୍ର ପ୍ରସାଦ ଘୋଷ କହିଥିଲେ, ଶ୍ରୀମ ପ୍ରଥମେ ତାଙ୍କ କଥାମୃତ ମାଧ୍ୟମରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କୁ ଅତି ଅଳ୍ପ ସମୟ ମଧ୍ୟରେ ଲୋକଚକ୍ଷୁର ସମ୍ମୁଖରେ ଉଦ୍ଘାଟିତ କରିଛନ୍ତି। ଏହି କଥାମୃତ ସେ ରଚନା ନ କରିଥିଲେ ଶ୍ରୀ ଶ୍ରୀ ଠାକୁରଙ୍କୁ ଚିହ୍ନିବାକୁ ବହୁତ ବିଳମ୍ବ ହୋଇଥାନ୍ତା। ଗାରସ୍ଥ୍ୟ ଧର୍ମ ପାଳନ କରି ମଧ୍ୟ ଭଗବତ ସତ୍ତାକୁ ଲାଭ କରାଯାଏ। ଶ୍ରୀ ଶ୍ରୀ ରାମକୃଷ୍ଣ ଦର୍ଶିତ ଏହି ସତ୍ୟ ଶ୍ରୀମଙ୍କ ମଧ୍ୟରେ ମୂର୍ତ୍ତ ହୋଇ ଫୁଟି ଉଠିଛି। ପାଶ୍ଚାତ୍ୟ ଦେଶର ବହୁ ଭକ୍ତଙ୍କର ତାଙ୍କ ଘରେ ସମାଗମ ହେଲା। ସେ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଏକମାତ୍ର ଗୁରୁଦେବ ଶ୍ରୀରାମକୃଷ୍ଣଙ୍କର କଥା ହିଁ ସେମାନଙ୍କୁ ଶୁଣାଉଥିଲେ। ମହେନ୍ଦ୍ରନାଥ କହୁଥିଲେ, ଆଇ ଏମ୍ ଆନ୍ ଇନସିଗ୍ନିଫିକାଣ୍ଟ ପର୍ସନ୍ ବଟ୍
I live by the side of an ocean, and I keep with me a few pitchers of sea water. When a visitor comes, I entertain him with that. What else can I speak of but his words? ଏପରି ପ୍ରାଣସ୍ପର୍ଶୀ ଓ ଦରଦପୂର୍ଣ୍ଣ ଭାବରେ ଶ୍ରୀମ କହୁଥିଲେ। ମନେ ହେଉଥିଲା ଯେପରି ଠାକୁରଙ୍କ ନିକଟରେ ବସି ସେମାନେ ତାହା ଶୁଣୁଛନ୍ତି। ଯେଉଁ ସ୍ଥାନରେ ବସି ସେ ଠାକୁରଙ୍କ ସମ୍ବନ୍ଧରେ ଆଲୋଚନା କରୁଥିଲେ, ସେହି ସ୍ଥାନ ଓ ଠାକୁରଙ୍କ ଲୀଳାକ୍ଷେତ୍ର ଗୁଡ଼ିକ ମଧ୍ୟରେ ଯେପରି ସେତୁ ନିର୍ମିତ ହେଉଥିଲା। ତାଙ୍କର ଆଲୋଚନା ବାସ୍ତବ ରୂପରେ ରୂପାୟିତ ହେଉଥିଲା। ପଲ୍ ବ୍ରାଣ୍ଟନ୍ ମହେନ୍ଦ୍ରନାଥଙ୍କ ସଙ୍ଗରେ ସାକ୍ଷାତ କରନ୍ତି ଏବଂ ତାଙ୍କର ସାକ୍ଷାତକାରର ବିବରଣୀ ସର୍ଚ୍ଚ ଇନ୍ ସିକ୍ରେଟ୍ ଇଣ୍ଡିଆ ପୁସ୍ତକରେ ଲିପିବଦ୍ଧ କରନ୍ତି। ପ୍ରଥମ ସାକ୍ଷାତକାରର ବିବରଣୀ ପ୍ରସଙ୍ଗରେ ଏକ ସ୍ଥାନରେ ଲେଖିଛନ୍ତି, ଏ ଭେନେରେବୁଲ୍ patriarch has stepped out from the pages of Bible and a figure from Mosaic times has turned to flesh. ମହେନ୍ଦ୍ରନାଥ ଗୃହୀ ସନ୍ନ୍ୟାସୀ, ତାଙ୍କର ଜୀବନ କଥା ତ୍ୟାଗର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଶ୍ରୀମ କଥିତ ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ କେବଳ ଅପରୂପ ସାହିତ୍ୟ ନୁହେଁ, ଏହା ଦିବ୍ୟ ଜୀବନର ଅମର ବାଣୀ। ମହେନ୍ଦ୍ରନାଥଙ୍କ ସଂସ୍ପର୍ଶରେ ଆସି ବହୁ ଯୁବକ ସନ୍ନ୍ୟାସୀ ହୋଇଛନ୍ତି ଓ ଧର୍ମ ଜୀବନରେ ନୂତନ ଅନୁପ୍ରେରଣା ପାଇଛନ୍ତି। ଯେଉଁମାନେ ତାଙ୍କୁ ଥରେ ଦର୍ଶନ କରିଛନ୍ତି, ତାଙ୍କର ଜଗି ଜନଚିତ ମୂର୍ତ୍ତି, ନିରହଙ୍କାର ଓ ସରଳତା କେତେବେଳେ ହେଲେ ଭୁଲିବାର ନୁହେଁ। ସ୍ୱାମୀ ବିଜ୍ଞାନାନନ୍ଦ ଏକଦା କହିଥିଲେ, ଯେ ମଠର 14 ଅଣା ସାଧୁ ଦେଖୁଛି ସନ୍ନ୍ୟାସୀ ହୋଇଛନ୍ତି କଥାମୃତ ପାଠ କରି ଓ ମାଷ୍ଟର ମହାଶୟଙ୍କର ସଙ୍ଗ କରି। ସ୍ୱାମୀଜୀଙ୍କର ପ୍ରତିଷ୍ଠିତ ମଠରେ ସନ୍ନ୍ୟାସୀମାନେ ଈଶ୍ୱର ଚିନ୍ତାରେ ମଗ୍ନ ରହିବେ ଏବଂ ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ଶ୍ରୀମ କଥିତ ପାଠରେ ଯେପରି ସେହି ସନ୍ନ୍ୟାସ ମଣ୍ଡଳୀ ତିଆରି ହେବେ। ଠାକୁରଙ୍କର ପ୍ରତିଟି କଥା ସେ ଅକ୍ଷରେ ଅକ୍ଷରେ ପାଳନ କରିବାର ଚେଷ୍ଟା କରୁଥିଲେ। ତାଙ୍କର ଧର୍ମ ବିଷୟରେ ମତାନ୍ଧତା ନଥିଲା ଏବଂ ସବୁ କ୍ଷେତ୍ରରେ ଏକମାତ୍ର ଶ୍ରୀରାମକୃଷ୍ଣଙ୍କର ସମନ୍ୱୟ ମୂର୍ତ୍ତି ଦେଖୁଥିଲେ। ସାରା ଜୀବନ ଧରି ଠାକୁରଙ୍କର ଅମୀୟ ଅମୃତ ବାଣୀ ପରିବେଷଣ ଜୀବନର ବ୍ରତ ରୂପରେ ପାଳନ କରିଥିଲେ। ମାଷ୍ଟର ମହାଶୟଙ୍କର ଅନୁଧ୍ୟାନ ପୁସ୍ତକରେ ସ୍ୱାମୀଜୀଙ୍କର ଭ୍ରାତା ପୂଜ୍ୟପାଦ ମହେନ୍ଦ୍ରନାଥ ଦତ୍ତ ଲେଖିଛନ୍ତି, ତାଙ୍କର ଭାବ ଥିଲା ଗୁରୁ ଇଷ୍ଟ ଏକ, ଗୁରୁ ହିଁ ଇଷ୍ଟ, ଇଷ୍ଟ ହିଁ ଗୁରୁ, ଉଭୟ ଅଭିନ୍ନ। ଶ୍ରୀରାମକୃଷ୍ଣ ପ୍ରସଙ୍ଗ ତାଙ୍କ ବିଷୟରେ ଚିନ୍ତା, ଅନୁଧ୍ୟାନ ଓ ନିରବଚ୍ଛିନ୍ନ ଚର୍ଚ୍ଚା କରି ତାଙ୍କର ଅନ୍ତର ଶ୍ରୀରାମକୃଷ୍ଣମୟ ହୋଇଥିଲା ଏବଂ ବାହାରେ ମହେନ୍ଦ୍ରଗୁପ୍ତ ଥିଲା। ତାଙ୍କର ବ୍ୟକ୍ତିତ୍ୱ ବା ସ୍ୱାତନ୍ତ୍ର ଭାବ ତ୍ୟାଗ କରି ସେ ରାମକୃଷ୍ଣମୟ ହେବା ପାଇଁ ଚେଷ୍ଟା କରିଥିଲେ। ସେ ତାଙ୍କର ସ୍ୱାଧୀନ ଚିନ୍ତା ବା ବ୍ୟକ୍ତିତ୍ୱ ବା ସ୍ୱାତନ୍ତ୍ର ଭାବ ବିସର୍ଜନ ଦେଇ ଗୁରୁଗତ ପ୍ରାଣ ହୋଇଥିଲେ। ଗୁରୁଙ୍କ ଆଦେଶ, ଗୁରୁଙ୍କ ବାଣୀ ଓ ଗୁରୁଙ୍କ ପ୍ରସଙ୍ଗ ଏହି ହେଲା ତାଙ୍କ ପକ୍ଷରେ ଅଭ୍ରାନ୍ତ ଓ ଏକମାତ୍ର ଧ୍ୟେୟ ବିଷୟ। ଅବଶ୍ୟ ସଂସାର କାର୍ଯ୍ୟରେ ବା ସ୍କୁଲରେ ପଢ଼ାଇବା ସମୟରେ ଅର୍ଥାତ୍ ସାଧାରଣ କାର୍ଯ୍ୟ ସମୟରେ ତାଙ୍କର ନିଜର ବ୍ୟକ୍ତିତ୍ୱ ଓ ସ୍ୱାତନ୍ତ୍ର୍ୟ ଥିଲା। ସେ ଯେତେବେଳେ ଘର ସଂସାର କରୁଥିଲେ ଓ ସ୍କୁଲର ତତ୍ତ୍ୱାବଧାନ କରୁଥିଲେ, ସେତେବେଳେ ତାଙ୍କର ନିଜର ସ୍ୱତନ୍ତ୍ର ମତ ଥିଲା। କିନ୍ତୁ ସାଧାରଣ କାର୍ଯ୍ୟ ଭିତରେ ମଧ୍ୟ ଯେ ତାଙ୍କର ରାମକୃଷ୍ଣମୟ ଦୃଷ୍ଟି ଓ ରାମକୃଷ୍ଣ ବର୍ଣ୍ଣ ସମିଶ୍ରିତ ଥିଲା, ତାହା ସ୍ପଷ୍ଟ ପ୍ରକାଶ ପାଉଥିଲା। ତେଣୁ କହିଛି, ମାଷ୍ଟର ମହାଶୟଙ୍କର ଭାବ ହେଲା ଅନ୍ତର ରାମକୃଷ୍ଣ ଆଉ ବାହାରେ ମହେନ୍ଦ୍ରନାଥ ଗୁପ୍ତ। ଶ୍ରୀ ଶ୍ରୀ ଠାକୁରଙ୍କ ମହାସମାଧି ପୂର୍ବରୁ ଭକ୍ତମାନଙ୍କ ମଧ୍ୟରେ ମହେନ୍ଦ୍ରନାଥ ହିଁ ପ୍ରଥମେ ଗୁରୁଙ୍କ ଜନ୍ମସ୍ଥାନ ଦର୍ଶନ କରନ୍ତି। ଏହା ତାଙ୍କ ନିକଟରେ ପରମ ପବିତ୍ର ତୀର୍ଥସ୍ଥାନ ରୂପେ ପରିଗଣିତ ଥିଲା। ଏହି ସ୍ଥାନର ପ୍ରତିଟି କ୍ଷେତ୍ର ପବିତ୍ର ଜ୍ଞାନରେ ସାଷ୍ଟାଙ୍ଗ ହେଉଥିଲେ ଓ ଏହି ସ୍ଥାନର ମୃତ୍ତିକା ପବିତ୍ର ଜ୍ଞାନ କରି ସାଙ୍ଗରେ ଆଣିଥିଲେ। ଶ୍ରୀ ଶ୍ରୀ ଠାକୁର ଏହା ଶୁଣି କହିଥିଲେ, କେହି କହିନାହାନ୍ତି, ନିଜେ ହିଁ ଆନନ୍ଦରେ ଅଶ୍ରୁ ବିସର୍ଜନ କରନ୍ତି ଓ ତାଙ୍କର ମସ୍ତକ ଦେହରେ ହାତ ଦେଇ ଆଶୀର୍ବାଦ କରନ୍ତି ଓ କହନ୍ତି, ମାଟିଅଣା ଭକ୍ତି। ମହେନ୍ଦ୍ରନାଥ ଠାକୁରଙ୍କର ଆଦେଶ ଅନୁଯାୟୀ ତାରକେଶ୍ୱରରେ ତାରକନାଥ ଓ ପୁରୀ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଦେବଙ୍କୁ ସ୍ପର୍ଶ କରି ଅଭାବନୀୟ ଆନନ୍ଦ ଲାଭ କରିଥିଲେ। ଏହା ଶୁଣି ଠାକୁରେ ମହେନ୍ଦ୍ରନାଥଙ୍କ ହାତ ସ୍ପର୍ଶ କରି କହିଥିଲେ, ତୁମେ ଶୁଦ୍ଧ। ଯେତେବେଳେ ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ପୁସ୍ତକ ଆକାରରେ ଲେଖିବା କାର୍ଯ୍ୟ ଆରମ୍ଭ ହେଉଥିଲା, ସେତେବେଳେ ଦେଖାଯାଉଥିଲା ଯେ ସେ ଶୁଦ୍ଧାଚାରରେ ଏକାହାର ଓ ହବିଷ୍ୟ କରି କାଳ କଟାଉଥିଲେ। ଯେତେଦିନ ପର୍ଯ୍ୟନ୍ତ ଏହି ପୁସ୍ତକର କପି ବାହାର ନ ହୁଏ, ସେତେଦିନ ସେ ଏହି ବ୍ରତ ପାଳନ କରୁଥିଲେ।
पंचम भाग मुद्रण समाप्त काल से देहत्याग करती। ठाकुरे कहते भागवत भक्त भगवान तीन ही एक। भागवतकार भागवत संगरे चिरजीवन लाभ करती। तेणु महेन्द्रनाथंकर मध्य अमरत्व लाभ होइछि। जेते दिन श्रीरामकृष्ण नाम धराधाम रहिब श्री भागवत श्रीरामकृष्ण कथामृत और ताहा सहित श्रीम मध्य अमर होई रहिबे। 1932 ख्रीष्टाब्द जून मास 4 तारिख फलहारिणी काली पूजा परदिन शनिवार सकाळ 6टा समय श्री श्री ठाकुर और माँ नाम करू करू गुरुदेव माँ मते कलकु निय यही शेष प्रार्थना ठाकुर को जनाई जगीवर श्रीम 78 वर्ष बयस देहत्याग कले। यह जेपरी इच्छा अनुजाई जगीजन सुलभ जगरे मृत्यु सेपरी ठीक शहीपड़े। काशीपुर श्मशान जो स्थान श्री श्री ठाकुर देह पंचीभूत होता ताहारी दक्षिण प्रांतरे तांकर पवित्र देह चरम परिणाम प्राप्त है। महेन्द्रनाथ चिरकाल श्री श्री ठाकुर दास होते और शेषरे मध्य तांकरी पाखरे स्थान पाइले। महेन्द्रनाथ पूर्वर श्रीरामकृष्णंकर बहु अंतरंग भक्त यही माया जगत त्याग करिसंती, किंतु यही अमूल्य स्थानटी श्री श्री ठाकुरे जेपरी तांकर प्रिय शिष्य पाई निर्धारित करथिले। ओम शांति शांति शांति। हरि ओम तत्सत्। श्रीरामकृष्णार्पणमस्तु।